ओम शांति। पुस्तक पठन श्रीमद् भगवत गीता रहस्य। लेखक डॉक्टर सुधांशु शेखर मिश्र। तृतीय अध्याय कर्मयोग। निस्वार्थ और निष्काम भाव लोक संग्रहार्थे कर्म करिबा उचित। जस्त्मरतिरेवं स्यादात्मतृपश्च मानवः आत्मनेव च सन्तुष्टश्च कार्यं न विद्यते नैव तस्य कृतेनार्थो नाकृतेनेह कश्चन न चास्य सर्वभूतेषु कश्चिदर्थव्यपाश्रयः तस्मादसक्तः सततं कार्यं कर्म समाचर असक्तो ह्यचरन् कर्मं परमाप्नोति पुरुषः कर्मणेव हि संस्थिता जनकादयः लोकसंग्रहमेवापि सम्पश्यन् कर्तुमर्हसि यद्यदाचरति श्रेष्ठ ततदेवेतरो जनः स यत्प्रमाणं कुरुते लोकस्तदनुवर्तते न मे पार्थास्ति कर्तव्यं त्रिषु लोकेषु किञ्चन नानवाप्तमवाप्तव्यं वर्तम् एव च कर्मणि यदि ह्यहं न वर्तेयं जातु कर्मण्यतन्द्रितः मम वर्त्मानुवर्तन्ते मनुष्याः पार्थ सर्वशः उच्चिदेयुरिमे लोका न कुज्यं कर्म चेदहं शङ्करस्य च कर्ता श्यामुपहन्यामिमां प्रजाः। अर्थ ଯେଉଁ ମନୁଷ୍ୟ ଆତ୍ମାରେ ହିଁ ପ୍ରୀତ, ଆତ୍ମାରେ ହିଁ ପରିତୃପ୍ତ, ଆତ୍ମାରେ ହିଁ ସନ୍ତୁଷ୍ଟ ହୁଏ, ତାହାର କର୍ମ ରହେ ନାହିଁ। ଏହି ଜଗତରେ କର୍ମାନୁଷ୍ଠାନ ଦ୍ୱାରା ତାର ପ୍ରୟୋଜନ ନାହିଁ। କର୍ମ ନ କରିବାର କୌଣସି ପ୍ରୟୋଜନ ନାହିଁ। ସର୍ବଭୂତରେ ଏହାର କୌଣସି ପ୍ରୟୋଜନୀୟ ସମ୍ବନ୍ଧ ନାହିଁ। ନିର୍ଭରଶୀଳ ହେବାର ଆବଶ୍ୟକତା ନାହିଁ। ତେଣୁ ଅନାସକ୍ତ ଭାବରେ ସର୍ବଦା କର୍ତ୍ତବ୍ୟ କର୍ମ କର। ମନୁଷ୍ୟ ଅନାସକ୍ତ ହୋଇ କର୍ମ କଲେ ଶ୍ରେଷ୍ଠ ପଦ ପ୍ରାପ୍ତ ହୁଏ। ଜନକାଦି ମହାତ୍ମାମାନେ କର୍ମାନୁଷ୍ଠାନ ଦ୍ୱାରା ପୂର୍ଣ୍ଣ ସିଦ୍ଧି ଲାଭ କରିଥିଲେ। ତୁମେ ମଧ୍ୟ ଲୋକ ସଂଗ୍ରହକୁ ଦୃଷ୍ଟିରେ ରଖି କର୍ମ କରିବା ଉଚିତ। ଶ୍ରେଷ୍ଠ ବ୍ୟକ୍ତି ଯାହା ଆଚରଣ କରନ୍ତି, ସାଧାରଣ ଲୋକେ ତାହା ଅନୁସରଣ କରନ୍ତି। ହି ପାର୍ଥ, ତ୍ରିଲୋକ ମଧ୍ୟରେ ମୋର କୌଣସି କର୍ତ୍ତବ୍ୟ ନାହିଁ, ଅପ୍ରାପ୍ତ ପ୍ରାପ୍ତବ୍ୟ ନାହିଁ, ତଥାପି ମୁଁ କର୍ମରେ ବ୍ୟାପୃତ ରହିଛି। ହି ପାର୍ଥ, କାରଣ ଯଦି ମୁଁ ଆଳସ୍ୟ ରହିତ ହୋଇ କଦାଚିତ୍ କର୍ମପଥରେ ପ୍ରବୃତ୍ତ ହେବି ନାହିଁ, ମନୁଷ୍ୟମାନେ ମଧ୍ୟ ସବୁ ପ୍ରକାରେ ମୋରି କଥା ଅନୁସରଣ କରିବେ। ଯଦି ମୁଁ କର୍ମ ନ କରେ, ତାହେଲେ ଏହି ଲୋକ ସମୂହ ଧ୍ୱଂସ ମୁଖରେ ପତିତ ହେବେ ଏବଂ ମୁଁ ବିଶୃଙ୍ଖଳାର ସ୍ରଷ୍ଟା ହୋଇଯିବି ଏବଂ ପ୍ରଜାମାନଙ୍କ ବିନାଶର କାରଣ ହେବି। ବ୍ୟାଖ୍ୟା: ଈଶ୍ୱରୀୟ ଜ୍ଞାନ ଆଧାରରେ କର୍ମ କଲେ ବ୍ୟକ୍ତିଗତ ସ୍ୱାର୍ଥରେ ଜଡ଼ିତ ନଥିବାରୁ ତଥା ଜଗତ୍ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଏଥିରେ ଏକ ଅନିର୍ବଚନୀୟ ଆତ୍ମତୃପ୍ତି ଏବଂ ସନ୍ତୋଷ ଅନୁଭବ ହୁଏ। ଏହା ହିଁ ଈଶ୍ୱରୋପଲବ୍ଧିର ଚାବିକାଠି। ଏଭଳି ବ୍ୟକ୍ତିଙ୍କର ନିଜ ପାଇଁ କୌଣସି କର୍ମ ଅବଶେଷ ରହେ ନାହିଁ, କାରଣ ସେମାନେ ଈଶ୍ୱରୀୟ ଇଚ୍ଛା ଅନୁସାରେ ତାଙ୍କର ନିମିତ୍ତ ଭାବରେ କର୍ମ କରୁଥିବାରୁ ସେଥିରେ ତାଙ୍କର ଆସକ୍ତି ନଥାଏ। କର୍ମ ତାଙ୍କ ପାଇଁ ବନ୍ଧନ ବା ପାପର କାରଣ ହୁଏ ନାହିଁ। ଏହା ହିଁ କର୍ମାତୀତ ଅବସ୍ଥା। ଏହି ଅବସ୍ଥା ପ୍ରାପ୍ତ ହେଲେ ମାନବାତ୍ମାର ସକଳ ପ୍ରକାର ଅଭିଳାଷ, ଆସକ୍ତି, ଆକାଂକ୍ଷା ତିରୋହିତ ହୋଇଯାଏ। ସେମାନଙ୍କର ମନ ଏବଂ ବୁଦ୍ଧି ଦେହ ଓ ଦୈହିକ ସମ୍ବନ୍ଧ ମୁକ୍ତ ଥିବାରୁ ସେମାନେ ସଦାସର୍ବଦା ଆତ୍ମାର ସ୍ୱଭାବ, ସୁଲଭ ଗୁଣ, ଶାନ୍ତି, ଆନନ୍ଦ, ପ୍ରେମ, ସୁଖ, ସନ୍ତୋଷ ଆଦିରେ ଭରପୁର ଥାନ୍ତି। ସେମାନେ ଏଭଳି ଏକ ଉଚ୍ଚତମ ସ୍ଥିତିରେ ସଦାସର୍ବଦା ଅବସ୍ଥିତ ଥାନ୍ତି ଯେ କର୍ମର ଆଉ ପ୍ରୟୋଜନ ରହେ ନାହିଁ। ଏମାନେ ପ୍ରକୃତରେ ଜୀବନୁକ୍ତ ଅଟନ୍ତି।
କିନ୍ତୁ ଏହାର ଅର୍ଥ କର୍ମ ବିମୁଖତା ନୁହେଁ। ଏମାନେ କର୍ମ କରୁଥିଲେ ମଧ୍ୟ ସ୍ୱତଃ ତାଙ୍କ ଦ୍ୱାରା କର୍ମ ହେଉଥାଏ। କର୍ମାତୀତ ବ୍ୟକ୍ତି ବାହ୍ୟତଃ କୌଣସି କର୍ମ କରୁନଥିଲେ ମଧ୍ୟ ତାଙ୍କ ଦ୍ୱାରା ସୂକ୍ଷ୍ମ ଭାବରେ ବିଶ୍ୱ କଲ୍ୟାଣ କାର୍ଯ୍ୟ ସମ୍ପାଦନ ହେଉଥାଏ। କିନ୍ତୁ ଅର୍ଜୁନ କର୍ମାତୀତ ଅବସ୍ଥା ପ୍ରାପ୍ତ ହୋଇନାହାନ୍ତି। ବର୍ତ୍ତମାନ ସେ କେବଳ ଜିଜ୍ଞାସୁ ମାତ୍ର। ଗୀତା ଜ୍ଞାନର ପ୍ରଥମ ସୋପାନ ମଧ୍ୟ ଉତ୍ତୀର୍ଣ୍ଣ ହୋଇନାହାନ୍ତି। ତେଣୁ ତାଙ୍କ ଭଳି ଜିଜ୍ଞାସୁମାନଙ୍କୁ କର୍ମ ସନ୍ନ୍ୟାସ ଶୋଭା ପାଏ ନାହିଁ। ନିଃସ୍ୱାର୍ଥ ଓ ଅନାସକ୍ତ ହୋଇ ଈଶ୍ୱରାର୍ପଣ ବୁଦ୍ଧିରେ କର୍ତ୍ତବ୍ୟ ଓ ଭାବନାରେ କର୍ମ କଲେ କର୍ମାତୀତ ଅବସ୍ଥା ବା ଶ୍ରେଷ୍ଠ ପଦ ପ୍ରାପ୍ତ ହେବ। ଜନକ ଆଦି ମହାତ୍ମାଗଣ ଏହିପରି ନିଷ୍କାମ ଅନାସକ୍ତ କର୍ମ କରି ପରମ ପଦ ସିଦ୍ଧି ହୋଇଥିଲେ। କର୍ମାତୀତ ଅବସ୍ଥା ପ୍ରାପ୍ତ ଜୀବାତ୍ମା ନିଜର ପ୍ରୟୋଜନ ପାଇଁ କୌଣସି କର୍ମ କରେ ନାହିଁ। ତାର ସମସ୍ତ କର୍ମ ଲୋକ ଶିକ୍ଷା ପାଇଁ ଉଦ୍ଦିଷ୍ଟ। ନିଃସ୍ୱାର୍ଥ କର୍ତ୍ତବ୍ୟ କର୍ମ ପାଳନ ଦ୍ୱାରା ସାଧାରଣ ବ୍ୟକ୍ତି ମଧ୍ୟ ଏହା ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ନିଜ ପାଇଁ ଉଦ୍ଦିଷ୍ଟ କର୍ମ କର୍ତ୍ତବ୍ୟ ଭାବନା ନେଇ କରନ୍ତି। ତେଣୁ ଈଶ୍ୱରୀୟ ଜ୍ଞାନ ଗୀତା ଜ୍ଞାନ କର୍ମ ବିମୁଖତାର ପରିପନ୍ଥୀ। ଜ୍ଞାନ କେବଳ ପାଣ୍ଡିତ୍ୟ ପ୍ରଦର୍ଶନ ପାଇଁ ନୁହେଁ, ନିଜ ନିଜ ବ୍ୟବହାରିକ ଜୀବନରେ ପ୍ରୟୋଗ କରି ଈଶ୍ୱରୀୟ ଅବତରଣର ଆଭିମୁଖ୍ୟକୁ ସଫଳ ରୂପାୟନ କରିବା ପାଇଁ ଉଦ୍ଦିଷ୍ଟ। କାରଣ ମାନବାତ୍ମାଗଣକୁ ସ୍ୱଧର୍ମରେ ସ୍ଥିତ ରହି ସ୍ୱକର୍ମରେ ପ୍ରବୃତ୍ତ କରାଇବା ପାଇଁ ପରମାତ୍ମାକୁ ଅବତରଣ କରିବାକୁ ପଡ଼େ। କ୍ରମଶଃ ଓମ୍ ଶାନ୍ତି।